ସୁନ୍ଦରୀ ମାନେ କଣ ଲୁଚି ପାରନ୍ତି ସେନା ମୁଖ୍ୟ ବଗିଚାର ସବୁଠୁ ସୁନ୍ଦର ସୁବାସିତ ଫୁଲ ପତ୍ର ଗହଳରେ ଯେତେ ଯେତେ ଲୁଚିଲେ ବି ଘର ମାନେ କଣ ତାକୁ ଛାଡି ଦିଅନ୍ତି। ନିଶ୍ଚୟ ଖଣ୍ଡଗିରି ସମସ୍ତ କଳାକାର ମାନଙ୍କ ପାଇଁ ଖୁସିର ସମୟଟି ଆଉ ସମସ୍ତଙ୍କର ଗୋଟେ ପରସ୍ପର ମିଳାମିଶା ସମୟଟି ଏବଂ ସାରା ଓଡ଼ିଶାର କେନ୍ଦ୍ରବିନ୍ଦୁ ଖଣ୍ଡଗିରି ତ ନିଶ୍ଚୟ ଖୁସି ଲାଗୁଛି ସମସ୍ତଙ୍କୁ ଖୁସି ଲାଗେ ଖଣ୍ଡଗିରି ମହୋତ୍ସବଟା। ଆମର ଆମର ତ ପଳେଇଲୁଣି ନାଟକ ଫାଷ୍ଟ ଫେଜ୍ରେ ଆମେ କରିକି ଗଲୁଣି ଆମର ଚଣ୍ଡାଶୋକ ଶାବକ ବୁଲିଗଲା ନାଟକ ପରିବେଷଣ ସରିଲା ବର୍ତ୍ତମାନ ଆମେ ଖଣ୍ଡଗିରିରୁ ବିଦାୟ ନେଇଗଲୁ। ନିଶ୍ଚୟ ଯେତେଥର ଖଣ୍ଡଗିରି ଆସୁଛୁ ଲୋକମାନେ ଭଲ ପାଇବା ଦେଇଛନ୍ତି ଆଉ ଦଉଛନ୍ତି ଲୋକମାନଙ୍କ ସ୍ନେହ ସଦା ସେମିତି ଅଛି ଆଉ। ନାଇଁ ଶିଖିନି କଷ୍ଟକର ସେଇଟା ଯେହେତୁ ଗୋଟେ ଐତିହାସିକ ନାଟକ ଥିଲା ସେ ନାଟକ ଐତିହାସିକ ନାଟକ ବି ପରିକଳ୍ପନା କରିବା ଆଜିର ସମୟରେ ବହୁତ କଷ୍ଟସାଧ୍ୟ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ବାବୁ ନିରାଜ ହରସ ସାର୍ ଆଉ ଏହି ସମୟରେ ଐତିହାସିକ ନାଟକ ଲୋକମାନଙ୍କ ବହୁତ କଷ୍ଟ ହୁଏ ତ ସେଥିରେ ଘୋଡ଼ା ଚଢ଼ିବା ଆଜ୍ଞା ହଁ କଷ୍ଟ ପଡ଼ିଛି ଘୋଡ଼ାରୁ ପଡ଼ିଛି ଖଣ୍ଡା ଲଢ଼େଇରେ ହାତ କଟିଛି ବାଡ଼ି ଲଢ଼େଇରେ ମାଡ଼ ହେଇଛି ସେଗୁଡ଼ା ପୌରାଣିକ ନାଟକ କଣ୍ଟିନ୍ୟୁ ଚାଲିଥିଲେ ସେଗୁଡ଼ା ସବୁ ଅଭ୍ୟାସ ଥାନ୍ତା ହଠାତ୍ ଏତେ ଦିନ ପରେ ଆମେ ସେ ନାଟକ ଭିତରେ ବି ଦେଖିନୁ ବି ପ୍ରାୟ ସେ ନାଟକ ତ ହଠାତ୍ କରିବା ନିଶ୍ଚିତ ରହିଛି ଯେହେତୁ ଐତିହାସିକ ନାଟକ କିଛି ପିଢ଼ି ବୁଝିପାରୁଛନ୍ତି କିଛି ଯେଉଁ ପିଢ଼ି ବୁଝିବା ପାଇଁ ଆସୁଛନ୍ତି ସେଇ ଶ୍ରଦ୍ଧା ଅଛି ସେମାନେ ରହୁଛନ୍ତି ଦେଖୁଛନ୍ତି। ବର୍ତ୍ତମାନ ଯାତ୍ରାରେ ବର୍ତ୍ତମାନ ଘୋଡ଼ା ରୋବଟ ଆଉ ବିଭିନ୍ନ ପ୍ରକାର ପଶୁପକ୍ଷୀ ସାପ କଥା କହିବା ୟୁଜ୍ କରୁଛନ୍ତି କିନ୍ତୁ ଲୋକମାନେ କିଛି ଲୋକମାନଙ୍କର ମନ ପ୍ରତିବାଦ ରହୁଛି କାହିଁକି ଘୋଡ଼ା ଆମେ ଏଇଥିପାଇଁ ବ୍ୟବହାର କରାହେଲା ଯେ ଯେହେତୁ ଐତିହାସିକ ନାଟକଟା ଆଗ ସେଇଟାକୁ ଘୋଡ଼ା ନ ଦେଖେଇକି ଘୋଡ଼ା ମଣିଷ ମାନଙ୍କ ଦ୍ୱାରା ଘୋଡ଼ା କରାହଉଥିଲା କି ରଜା ଆସିଲେ ଘୋଡ଼ା ଉପରେ ସେ ମଣିଷ ତ ଆଜିକାଲି ମିଳିପାରୁଛି ସେତେବେଳେ ସହଜ ନଥିଲା ଘୋଡ଼ା କୋଉଠୁ ଆସିବ କ'ଣ ହବ ସହଜ ନଥିଲା ଏବେ ସହଜ ହେଲା ମିଳିପାରିବ ସୁବିଧା ହେଲା ତାକୁ ତା ପାଇଁ ଲୋକ ମିଳିଗଲେ ସେତେବେଳେ ଲୋକ ବି ମିଳୁନଥିଲେ ଘୋଡ଼ା ସେତିକି କଷ୍ଟସାଧ୍ୟ ଥିଲା ମିଳିଗଲା ଯେମିତି ସେମିତି ନିହାତି ଦରକାର ନାହିଁ କିଛି ଅଙ୍ଗ ମାଧ୍ୟମରେ ପରିବେଷଣ ହୁଏ ସବୁ ଜିନିଷ ତ ଫିଲ୍ମ ଭଳି ଆଣି ହୁଏନି ଯଦି କି ଆଣିକି କରିପାରିଲା ସେଇଟା ଚଳିବ। ସୁନ୍ଦରୀ ସୁନ୍ଦରୀ ମାନେ କଣ ଲୁଚି ପାରନ୍ତି ସେନା ମୁଖ୍ୟ ବଗିଚାର ସବୁଠୁ ସୁନ୍ଦର ସୁବାସିତ ଫୁଲ ପତ୍ର ଗହଳରେ ଯେତେ ଯେତେ ଲୁଚିଲେ ବି ଘର ମାନେ କଣ ତାକୁ ଛାଡି ଦିଅନ୍ତି। ଏମିତି ସୁନ୍ଦରୀ କନ୍ୟାକୁ ଜଙ୍ଗଲ ଭିତରେ କେଉଁ ଏକ ପ୍ରଜାପଲ୍ଲୀରେ ଲୁଚେଇଥିଲୁ କୋଉ ସାହସରେ ଭଗଦ୍ର ସର୍ବଶ୍ରେଷ୍ଠ ସୁନ୍ଦରୀର ଭାଗ୍ୟ ଲେଖ 12 ନାରୀ 12 ବଧୂ ନଗର ନାୟିକା।